ଯଦି ଆମକୁ ପଚରାଯାଏ ଆମ ଓଡ଼ିଆ ଘରର ପ୍ରିୟ ଖାଇବା କ'ଣ, ତାହେଲେ ପାଟିରୁ ଆସିଥାଏ ଡାଲମା। କାରଣ ଡାଲମା ରୁଟି ହେଉ କିମ୍ବା ପରଟା, ପିଠା ହେଉ କିମ୍ବା ଭାତ, ସବୁଥିରେ ଡାଲମା ଖାଇବାର ଗୋଟେ ନିଆରା ଟେଷ୍ଟ। ଆଉ ଡାଲମାଟା ବନେଇବା ଯେତିକି ସହଜ, ଖାଇବାକୁ ବି ଭଲ ଟେଷ୍ଟ। ଆଉ ସେଥିପାଇଁ ମୁଁ ଆଜି ଗୋଟେ ଶୀତଦିନିଆ ଡାଲମା ନେଇଥିଲି। କାରଣ ଶୀତଦିନିଆ ଡାଲମା ମୁଁ ଏଇଥିପାଇଁ କହୁଛି, ଯେହେତୁ ଶୀତଦିନେ ଯେଉଁ ପରିବା ଗୁଡ଼ିକ ମାନେ ଯେମିତି ଫୁଲକୋବି ହେଲା, ମୂଳା ଏବଂ ଦେଶୀ ଆଳୁ, ତାକୁ ତ ଆପଣ ଡାଲମାରେ କେହି ଆଡ଼୍ କରନ୍ତିନି, କିନ୍ତୁ ମୁଁ ଆଜି ତାକୁ ନେଇ ଗୋଟେ ପ୍ରସ୍ତୁତ କରିଛି ଡାଲମା। ଆଉ ସେଇଟା ଖାଇବାକୁ ଜବରଦସ୍ତ ଟେଷ୍ଟ। ଏମିତି ଗୋଟେ ମସଲାକୁ ଡ୍ରାଏ ରୋଷ୍ଟ କରି ପାଉଡ଼ର ବନେଇବେ। ଆଉ ସେ ଯେଉଁ ଦେଶୀ ମାନେ ଫୁଲକୋବି, ଦେଶୀ ଆଳୁ, ତାକୁ ଟିକେ ଭାଜିଦେବେ, କାରଣ ସେଇଟା ଆଉ ଡାଲମାରେ ପକାଇଲେ ଫିଟିବନି ଆଉ ତା'ର ଟେଷ୍ଟ ବି ଭଲ ଲାଗେ। ଆଉ ଏଇ ଡାଲମା ସାଙ୍ଗରେ ଆଉ କିଛି ସାଇଡ଼୍ ଡିଶ୍ର ଆବଶ୍ୟକତା ନାହିଁ, କାରଣ ଭାତ ସାଙ୍ଗରେ ଏଇ ଡାଲମା ଆଉ ତା ସହିତ ଲଙ୍କା, ଲୁଣ, ଲେମ୍ବୁ ହେଲେ ଡାଲମା